ନମସ୍କାର। ଆସନ୍ତୁ ଆଜି ଆମେ ଏକାଠି ବାହାରିବା ଭାରତର ଏକ ଏମିତି ମହାଯାତ୍ରାରେ ଯେଉଁଠି ଆମେ ଦେଖିବା ବରଫରେ ଢାଙ୍କି ହୋଇଥିବା ଉଚ୍ଚ ପାହାଡ଼, ତାତିରେ ଜଳୁଥିବା ମରୁଭୂମି ଆଉ ଘଞ୍ଚ ଜଙ୍ଗଲରୁ ନେଇ ବିଶାଳ ସମୁଦ୍ର ତଟ ପର୍ଯ୍ୟନ୍ତ। ଆଉ ସବୁଠୁ ବଡ଼ କଥା ହେଲା, ଏସବୁ ମିଳିବ କେବଳ ଗୋଟିଏ ଦେଶର ସୀମା ଭିତରେ। ଏହା ହିଁ ତ ଆମ ଭାରତର ଅବିଶ୍ୱସନୀୟ ଭୌଗୋଳିକ ବିବିଧତା। ଦେଖନ୍ତୁ ତ, ମହାକାଶରୁ ଆମ ଦେଶ କେମିତି ଦିଶୁଛି। ଏହାର ବିଶାଳତାକୁ ଦେଖିଲେ ହିଁ ଜଣାପଡ଼ୁଛି ଏହା କାହିଁକି ପୃଥିବୀର ସପ୍ତମ ବୃହତ୍ତମ ଦେଶ। ଆଉ ଏହି ଗୋଟିଏ ଚିତ୍ର ହିଁ କହିଦେଉଛି ଆମ ଯାତ୍ରା କେତେ ରୋମାଞ୍ଚକର ହେବାକୁ ଯାଉଛି। ତେବେ ଆମର ଏହି ଯାତ୍ରାରେ ଆମେ କେଉଁ କେଉଁ ଜାଗା ବୁଲିବା? ପ୍ରଥମେ ଆମେ ବୁଝିବା ଭାରତର ବିବିଧତା ବିଷୟରେ, ତାପରେ ଚାଲିଯିବା ସିଧା ହିମାଳୟକୁ, ସେଠୁ ମରୁଭୂମିକୁ, ଆଉ ତାପରେ ସମତଳ ଓ ମାଳଭୂମି ଅଞ୍ଚଳ ଦେଇ ଶେଷରେ ପହଞ୍ଚିବା ସମୁଦ୍ରତଟ ଓ ଦ୍ୱୀପପୁଞ୍ଜରେ। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା। ହଁ, ତ ଆମ ଯାତ୍ରାର ଏଇ ହେଉଛି ପ୍ରଥମ ପର୍ଯ୍ୟାୟ। ଭାରତ କେବଳ ଗୋଟିଏ ଦେଶ ନୁହେଁ, ଏହାକୁ ଏକ ଉପମହାଦେଶ ବୋଲି କୁହାଯାଏ। କାରଣ ଏମିତି ଲାଗେ ସତେ ଯେମିତି ଗୋଟେ ଦେଶ ଭିତରେ ପୁରା ଗୋଟେ ଦୁନିଆ ରହିଛି। ଆଚ୍ଛା, ଆମେ ଯେତେବେଳେ କହୁ ଭାରତୀୟ ଉପମହାଦେଶ, ଏହାର ଅର୍ଥ କ'ଣ? ଏହା ହେଉଛି ଏକ ବହୁତ ବଡ଼ ଭୂଖଣ୍ଡ ଯାହାକୁ ହିମାଳୟ ପର୍ବତ ଏକ ପ୍ରାଚୀର ଭଳି ଏସିଆର ଅନ୍ୟ ଅଞ୍ଚଳରୁ ଅଲଗା କରି ରଖିଛି। ଆଉ ଏଥିରେ କେବଳ ଭାରତ ନୁହେଁ, ଆମ ପଡ଼ୋଶୀ ଦେଶ ପାକିସ୍ତାନ, ନେପାଳ ଆଉ ବାଂଲାଦେଶ ଭଳି ଦେଶ ବି ସାମିଲ, ଯେଉଁମାନଙ୍କର ଭୂଗୋଳ ଆଉ ସଂସ୍କୃତି ଆପସରେ ଜଡ଼ିତ। ଚାଲନ୍ତୁ ଏବେ ଆମ ଗାଡ଼ି ମୋଡ଼ିବା ସିଧା ଉତ୍ତର ଦିଗକୁ, ଯେଉଁଠି ଦେଖିବାକୁ ମିଳିବ ଭାରତର ମୁକୁଟ, ଯାହାକୁ ବିଶ୍ୱର ଛାତ ବୋଲି ମଧ୍ୟ କୁହାଯାଏ, ଆମର ବିଶାଳ ହିମାଳୟ। ଜାଣନ୍ତି, ହିମାଳୟ ଶବ୍ଦର ଅର୍ଥ କେତେ ସୁନ୍ଦର। ଏହା ଦୁଇଟି ସଂସ୍କୃତ ଶବ୍ଦରୁ ଆସିଛି। ହିମ, ଯାହାର ଅର୍ଥ ହେଲା ବରଫ, ଆଉ ଆଳୟ, ଯାହାର ଅର୍ଥ ହେଲା ଘର, ମାନେ ବରଫର ଘର। ସତରେ ଏଠୁ ସୁନ୍ଦର ନାଁ ଆଉ କ'ଣ ବା ହୋଇପାରେ? ଆଉ ଏ ଦେଖନ୍ତୁ ସେହି ବରଫର ଘର। ଏଗୁଡ଼ିକ କେବଳ ପାହାଡ଼ ନୁହେଁ, ଏହା ହେଉଛି ପୃଥିବୀର ସବୁଠୁ ଉଚ୍ଚ ପ୍ରାଚୀର। ମାଉଣ୍ଟ ଏଭରେଷ୍ଟ ହେଉ କି କାଞ୍ଚନଜଙ୍ଗା, ଦୁନିଆର ବଡ଼ ବଡ଼ ଶୃଙ୍ଗ ଏଇଠି ଆକାଶ ସହ କଥା ହୁଅନ୍ତି। ଏହାର ବିରାଟତାକୁ ବୁଝେଇବା ବୋଧେ ଶବ୍ଦରେ ସମ୍ଭବ ନୁହେଁ। ହେଲେ ମନରେ ପ୍ରଶ୍ନ ଆସୁଥିବ, ଏତେ ବିଶାଳ, ଏତେ ଉଚ୍ଚ ପର୍ବତମାଳା ତିଆରି ହେଲା କେମିତି? ତେବେ କଳ୍ପନା କରନ୍ତୁ, ଆଜିକୁ ପ୍ରାୟ 5 କୋଟି ବର୍ଷ ତଳର କଥା। ଭାରତୀୟ ଭୂଖଣ୍ଡ ଆସି ଏସିଆ ସହିତ ଖୁବ୍ ଜୋରରେ ଧକ୍କା ହେଲା। ଏହି ମହାଧକ୍କା ଯୋଗୁଁ ସମୁଦ୍ର ତଳେ ଥିବା ମାଟି ଉପରକୁ ଉଠିବାକୁ ଲାଗିଲା। ଆଉ ଲକ୍ଷ ଲକ୍ଷ ବର୍ଷର ଏହି ପ୍ରକ୍ରିୟା ପରେ ଜନ୍ମ ନେଲା ହିମାଳୟ, ଆମ ଦୁନିଆର ସବୁଠୁ କମ୍ ବୟସର ଆଉ ସବୁଠୁ ଉଚ୍ଚ ପର୍ବତମାଳା। ହିମାଳୟକୁ ବୁଝିବା ପାଇଁ ଏହାକୁ ଗୋଟିଏ ପରେ ଗୋଟିଏ 3ଟି ସିଡ଼ି ଭାବରେ କଳ୍ପନା କରାଯାଇପାରେ। ସବୁଠୁ ଉପର ସିଡ଼ି ହେଉଛି ହିମାଦ୍ରି, ଯେଉଁଠି କେବଳ ବରଫ ହିଁ ବରଫ। ମଝି ସିଡ଼ି ହେଉଛି ହିମାଚଳ, ସିମଲା ଆଉ ଦାର୍ଜିଲିଂ ଭଳି ଆମର ପ୍ରିୟ ହିଲ୍ ଷ୍ଟେସନ ସବୁ ଏଇଠି ଅଛି। ଆଉ ସବା ତଳ ସିଡ଼ି ହେଉଛି ସବୁଜ ଘେରା ଶିବାଲେଖ। କିନ୍ତୁ ହିମାଳୟର ସବୁଠୁ ବଡ଼ ପରିଚୟ କ'ଣ ଜାଣନ୍ତି? ଏହାକୁ କୁହାଯାଏ ଏସିଆର ଜଳଦୁର୍ଗ। କାରଣ ଆମ ଦେଶର ବଡ଼ ବଡ଼ ନଦୀ ଯେମିତିକି ଗଙ୍ଗା, ସିନ୍ଧୁ ଆଉ ବ୍ରହ୍ମପୁତ୍ର ସବୁ ଏଇଠୁ ହିଁ ବାହାରିଛନ୍ତି। ଏମିତି କହିଲେ ଭୁଲ ହବନି ଯେ ଏହା ହିଁ କୋଟି କୋଟି ଲୋକଙ୍କ ଜୀବନର ଉତ୍ସ। ଆଉ ଏବେ ଚାଲନ୍ତୁ ଏକଦମ ଓଲଟା ପରିବେଶକୁ। ଉଚ୍ଚା ଉଚ୍ଚା ବରଫ ପାହାଡ଼ରୁ ସିଧା ଯିବା ଭାରତର ଏମିତି ଏକ ଜାଗାକୁ ଯେଉଁଠି ଗୋଟିଏ ପଟେ ନିଆଁ ତ ଆର ପଟେ ବରଫ। ଆମେ କଥା ହେଉଛେ ଭାରତର ମରୁଭୂମି ବିଷୟରେ। ଏ ଦୁଇଟି ଚିତ୍ରକୁ ଦେଖିଲେ ବିଶ୍ୱାସ ହେଉନି ଯେ ଏ ଦୁଇଟି ଯାକ ଜାଗା ଗୋଟିଏ ହିଁ ଦେଶରେ ଅଛି। ଗୋଟେ ପଟେ ଲଦାଖର ହାଡ଼ଭଙ୍ଗ ଥଣ୍ଡା, ଆଉ ଅନ୍ୟପଟେ ରାଜସ୍ଥାନର ଥର୍ ମରୁଭୂମିର ଜଳନ୍ତା ବାଲି। ଏହା ହିଁ ତ ଆମ ଭାରତର ବିବିଧତା। ଚାଲନ୍ତୁ ଦେଖିବା ଏ ଦୁଇଟିର କାହାଣୀ କେତେ ଅଲଗା। ଲଦାଖ ଏତେ ଶୁଖିଲା ଆଉ ଥଣ୍ଡା ଯେ ଏହାକୁ ଲୋକେ ଚନ୍ଦ୍ରଭୂମି ବୋଲି କହନ୍ତି। ଏଠି ତାପମାତ୍ରା -30 ଡିଗ୍ରୀ ତଳକୁ ବି ଚାଲିଯାଏ, ଭାବିଲେ ବି ଦେହ ଶୀତେଇ ଯାଉଛି। ଆଉ ଅନ୍ୟପଟେ ଥର୍ ମରୁଭୂମିରେ ପାଣିର ଘୋର ଅଭାବ। ସେଠାକାର ଲୋକ ବର୍ଷା ପାଣିକୁ ଟଙ୍କା ନାମକ ମାଟି ତଳ କୁଣ୍ଡରେ ସାଇତି ରଖି ବର୍ଷସାରା ବ୍ୟବହାର କରନ୍ତେ। ମରୁଭୂମିରୁ ବାହାରି ଏବେ ଆମେ ଯାଉଛେ ଉପମହାଦେଶର ହୃଦୟ ଆଡ଼କୁ। ଏହା ହେଉଛି ସେଇ ଜାଗା ଯେଉଁଠି ରହିଛି ଭାରତର ବିଶାଳ ସମତଳ ଅଞ୍ଚଳ ଏବଂ ବହୁତ ପୁରୁଣା ମାଳଭୂମି। ହିମାଳୟ ଆମକୁ ଆଉ ଗୋଟେ ବଡ଼ ଉପହାର ଦେଇଛି, ଆଉ ତାହା ହେଉଛି ଉତ୍ତର ଭାରତର ଏହି ବିଶାଳ ସମତଳ ଅଞ୍ଚଳ। ହିମାଳୟରୁ ବାହାରିଥିବା ନଦୀମାନେ ଲକ୍ଷ ଲକ୍ଷ ବର୍ଷ ଧରି ପଟୁ ମାଟି ଆଣି ଏଠି ଜମା କରିଛନ୍ତି। ଆଉ ସେଇଥିପାଇଁ ଏହି ଅଞ୍ଚଳକୁ ଭାରତର ଶସ୍ୟ ଭଣ୍ଡାର ବୋଲି କୁହାଯାଏ। ଆଉ ଏହି ଉର୍ବର ମାଟି ଯୋଗୁଁ ହିଁ ଏହି ଅଞ୍ଚଳ ଭାରତର କୃଷିର ମେରୁଦଣ୍ଡ ପାଲଟିଛି। ଆଉ ସିଧା କଥା, ଯେଉଁଠି ଖାଇବାକୁ ମିଳିବ, ଲୋକ ବି ସେଇଠି ବେଶୀ ରହିବେ। ସେଥିପାଇଁ ତ ଏହି ଅଞ୍ଚଳରେ ଦେଶର ସବୁଠୁ ଅଧିକ ଲୋକ ବାସ କରନ୍ତି। ସମତଳ ଅଞ୍ଚଳର ନରମ ମାଟିକୁ ପଛରେ ଛାଡ଼ି ଏବେ ଆସନ୍ତୁ ଯିବା ଦାକ୍ଷିଣାତ୍ୟ ମାଳଭୂମିର ପଥୁରିଆ ଭୂମିଆଳକୁ। ଜାଣନ୍ତି, ଏହା ହେଉଛି ପୃଥିବୀର ସବୁଠୁ ପୁରୁଣା ଭୂଖଣ୍ଡମାନଙ୍କ ମଧ୍ୟରୁ ଗୋଟିଏ।
ଆଉ ଏହାର ପଥରୁଆ ଜମି ସମତଳ ଅଞ୍ଚଳଠାରୁ ଏକଦମ ଅଲଗା। ଆଚ୍ଛା, ଏହି ମାଳଭୂମିର କିଛି ଖାସ୍ କଥା ଅଛି। ପ୍ରଥମତଃ ଏହା ତିନିପଟୁ ସମୁଦ୍ରରେ ଘେରି ହୋଇ ରହିଛି। ଏହାର ଦୁଇପଟେ ପଶ୍ଚିମ ଘାଟ ଆଉ ପୂର୍ବ ଘାଟ ପର୍ବତମାଳା ଦୁଇଟି ପ୍ରହରୀ ଭଳି ଠିଆ ହୋଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ଏହାର ମାଟି ତଳେ ଲୁଚି ରହିଛି ଖଣିଜ ସମ୍ପଦର ଏକ ବିରାଟ ଭଣ୍ଡାର। ଆମର ଏଇ ମହାଯାତ୍ରା ଏବେ ଶେଷ ପର୍ଯ୍ୟାୟରେ। ଚାଲନ୍ତୁ ଏବେ ଦେଶର ଶେଷ ସୀମା ମାନେ ଏହାର ସମୁଦ୍ର ତଟ ଆଉ ଦ୍ୱୀପଗୁଡ଼ିକୁ ବୁଲି ଆସିବା। ପ୍ରାୟ 7,500 କିଲୋମିଟର ଏତେ ଲମ୍ବା ହେଉଛି ଭାରତର ତଟରେଖା। କେଉଁଠି ସୁନ୍ଦର ସୁନ୍ଦର ବେଳାଭୂମି ତ କେଉଁଠି ବଡ଼ ବଡ଼ ବନ୍ଦର। ଏହି ସମୁଦ୍ର ହିଁ ଏଠାକାର ଲୋକଙ୍କ ଜୀବନ, ସେମାନଙ୍କର ସଂସ୍କୃତି ଆଉ ବାଣିଜ୍ୟର ମୁଖ୍ୟ ଆଧାର। ହେଲେ କାହାଣୀ ଏତିକିରେ ସରୁନି। ଭାରତର ସୀମା କେବଳ ମୁଖ୍ୟ ଭୂଖଣ୍ଡରେ ସୀମିତ ନୁହେଁ। ବଙ୍ଗୋପସାଗରରେ ଆଣ୍ଡାମାନ ନିକୋବରର ସବୁଜଘେରା ଜଙ୍ଗଲ ଏବଂ ଆରବ ସାଗରରେ ଲାକ୍ଷାଦ୍ୱୀପର ପ୍ରବାଳ ଦ୍ୱୀପପୁଞ୍ଜ ଏସବୁ ମଧ୍ୟ ଭାରତର ଅଂଶବିଶେଷ ଆଉ ଏହାର ବିବିଧତାକୁ ଆହୁରି ସୁନ୍ଦର କରନ୍ତି। ତ ଆମର ଏହି ଯାତ୍ରା ପାଖାପାଖି ଶେଷ ହେବାକୁ ଯାଉଛି। ଏହି ଯାତ୍ରାରେ ଆମେ ଦେଖିଲେ କେମିତି ଭାରତ ଗୋଟିଏ ରାଷ୍ଟ୍ର ହୋଇ ମଧ୍ୟ ନିଜ ଭିତରେ କେତେ ଯେ ଦୁନିଆକୁ ସାଇତି ରଖିଛି। ହିମାଳୟର ଉଚ୍ଚତମ ଶିଖରରୁ ଆରମ୍ଭ କରି ସମୁଦ୍ରର ଗଭୀରତା ପର୍ଯ୍ୟନ୍ତ ଆମେ ଯେତେ ଯାହା ବି ଦେଖିଲେ ସେସବୁ ଭିନ୍ନ ଭିନ୍ନ ଅଞ୍ଚଳ ମିଶି ହିଁ ଗୋଟିଏ ଅବିଶ୍ୱସନୀୟ ଦେଶ ଆମ ଭାରତ ତିଆରି ହୋଇଛି। ପ୍ରତ୍ୟେକ ଅଞ୍ଚଳର ନିଜର ପରିଚୟ ଅଛି, କିନ୍ତୁ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ଏକତା। ଆଉ ଶେଷରେ ଏହି ଯାତ୍ରା ଆମ ପାଇଁ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଏତେ ସବୁ ଭୌଗୋଳିକ ଅସମାନତା ସତ୍ତ୍ୱେ ଏହା କେମିତି କୋଟି କୋଟି ଲୋକଙ୍କ ଜୀବନ, ସେମାନଙ୍କର ସଂସ୍କୃତି ଆଉ ସେମାନଙ୍କର ଏକତାକୁ ଗଢ଼ିଥାଏ।